ओंकारबिंदु संयुक्तं नित्यध्यायन्ति योगिनं कामदं मोक्षदं चैव ओंकाराय नमो नमः। ओं नमो भगवते वासुदेवाय। ओं नमो भगवते श्रीगुरुदेवाय। अथ श्रीमद्भागवद्गीतामाहात्म्यं। ऋषि उवाच हे सुत दयावहीचिते गीतामाहात्म्य पुण्यजेते व्यासजा कहिथिले मुने ताहा कहिब तो समने। श्रीसुत उवाच गीता माहात्म्य गोपनीय कहुची शुण ऋषित्रय। श्रीकृष्ण जहा अर्जुन रे व्यास कहि जाज्ञ बकल रे। जनक आदि ऋषि गणे शुणी तरिले भवबणे। व्यास कथित फलश्रुति जे शुणे पाए मोक्ष गति। श्रीकृष्ण सारथी रूपरे बुझाइथिले अर्जुन रे। संसारे तरिबाकु प्राणी गीता जे अटई तरणी। गीता ज्ञान न बुझे जेहूँ जोगे मजे बालक सेहूँ। गीता करई श्रवण देवलोकरे प्राय स्थान। सगुण निर्गुण भावरे कृष्ण बुझाइले प्राथरे। 18 अध्यायर प्रेम भक्ति जो होइछि वर्णन। सजन कले गीताभ्यास संसार पाप जाए नाश। जे नर श्रद्धा न करई हस्ति स्नानर फल पाई। जे नर श्रद्धा न करई हस्ति स्नानर फल पाई। गीता पाठे जा श्रद्धा नाही मनुष्य हेले पापे थाई। गीतार महात्म्य जे न जाने ता नर जन्म अकारणे। अचल धनी लोक होई गीता न जाने धिक सेई। गीतार्थ न जानी पूजई महत्व तार धिक होई। गीता न जानी कले व्रत निश्चल तार से समस्त। गीता पाठ जे न करई नीच जोनि रे जन्म होई। गीता न जानी पढ़े वेद निष्फल तार वेदनाद। सर्वशास्त्र रे गीता सार विष्णु पूजा हरिवासर। पाठ करिले शत्रुचय गीता प्रसादे जाय क्षय। देव मंदिर शालग्राम शिवालय जे तीर्थ स्थान। एथि जे गीता पाठ करे सौभाग्य प्राप्त हुए तारे। यज्ञ तीर्थ दानरु बळी गीतारे दोष बनमाळी। जे गीता पढ़े भक्ति भरे लभे मूल्य वेदाध्याय रे। से सिद्ध पीठ यज्ञ रे सत्संग विष्णु भक्ति ठारे। गीता पढ़ई प्रेम भरे सिद्धि से लभे अक्लेशरे। जेहूँ दैनिक पढ़े गीता अश्वमेधादि फले क्रता। जे शुणे जे करे पालन जेहुबा करई कीर्तन। परम पद से लभई एथे संदेह किछि नाही। पढ़े गीता को जत्ने रखी प्रिय हुई तार सखी। जे गीता पढ़े शुद्ध मने सौभाग्य सुखता सदने। जे गृहे गीता चर्चा होई सर्पादि भय दूरे जाई। गीता पाठरे तिनि ताप न छुए दुर्गति जे साप। जेबे हैं कृष्ण रखे प्रीति बसंती ता गृहे न जानती। जे गीता अभ्यास करई साधु संग कुशल भई। जे शुद्धे गीता पाठ करे पाप न छुए ता शरीरे। गीता पाठरे अत्याचार अभक्ष पाए जार दूर। इंद्रिय बसे पाप कर्म गीता पाठे हुए विलीन। जेठारे गीता पाठ होई दोष आदि तहि न रही। जे घरे गीता पाठ होई
ସ୍ୱର୍ଣ୍ଣ ସ୍ଫଟିକ ସ୍ପୁନ ତହିଁ ଜାମନ ଗୀତାରେ ରମଇ ପଣ୍ଡିତ ସାତ୍ୱିକ ସେ ସେହି ପୁଣି ଯେ ଯୋଗୀ ଧନମାନ ଯାଜ୍ଞିକ ଜ୍ଞାନୀ ମତିମାନ ସେଠାରେ ଗୀତା ପାଠ ହୋଇ ପ୍ରୟାଗ ତୀର୍ଥାଜି ଯେ ତହିଁ ଗୀତାରେ ସେଠାରେ ଗୀତାକୁ ପଢ଼ନ୍ତି ଦେବତା ଋଷି ଯୋଗୀ ଯାନ୍ତି ଯେଠାରେ ଗୀତା ପାଠ ହୋଇ ଗୋପୀ ଓ ବାଳ ତହିଁ ଯାଇ ପୁଣି ନାରଦ ଧ୍ରୁବ ସିଦ୍ଧ ମିଳନ୍ତି ତହିଁ ବହି ଯୋଧ ଯେଠାରେ ଗୀତା ପାଠ ହୋଇ ରାଧା ସହିତ କୃଷ୍ଣ ସହି ଭକତ ମଧ୍ୟରେ ପ୍ରଧାନ ରାଧାଙ୍କୁ ବଳି ନାହିଁ ଅନ୍ୟ। ଓಂ ନମୋ ଭଗବତେ ବାସୁଦେବାୟ। ଶ୍ରୀକୃଷ୍ଣ ଉବାଚ କହନ୍ତି କମଳ ଲୋଚନ ଗୀତା ମୋ ହୃଦୟର ଜ୍ଞାନ ଗୀତା ଯେ ମୋ ଉତ୍ତମ ସ୍ଥାନ ପରମ ପଦ ଗୁରୁ ଜାଣ ଗୀତାର ଜ୍ଞାନର ବଳରେ ପାଳଇ ମୁହିଁ ତ୍ରୈଲୋକ୍ୟରେ ଗୀତା ପରମ ବିଦ୍ୟା ଜାଣ ବ୍ରହ୍ମରୂପୀ ସେ ସନାତନ ନିତ୍ୟ ଅର୍ଦ୍ଧମାତ୍ରା ପଠନେ ମୋ ମନ ସଦା ସେଇ ବନେ ଗୀତାର ନାମକୁ ବର୍ଣ୍ଣନ ସ୍ମରଣେ ପାପାଦି ଖଣ୍ଡନ ଗୀତା ଗଙ୍ଗା ଗୀତା ସାବିତ୍ରୀ ନଚଳ ବ୍ରହ୍ମାଦି ମୁକ୍ତିଦାତ୍ରୀ ଅର୍ଦ୍ଧମାତ୍ରା ଭ୍ରମନାଶକ ତ୍ରୟ ବେଦ ତତ୍ତ୍ୱଦର୍ଶକ ଅଟଇ ଏଥେ ନାହିଁ ଆନ ମନରେ ସ୍ଥିର କରି ଜାଣ ଗୀତା ପାଠ ଧୀର ମନରେ ପରମ ପାଦ ପାଏ ଖରେ ଜ୍ଞାନ ସିଦ୍ଧ ତାହାର ହୋଇ ମୋ ବାକ୍ୟ କେବେ ଆନ ନାହିଁ ଗୀତା ସମ୍ପୂର୍ଣ୍ଣ ପାଠ କରି ଅଧେ ଯେ ପଢ଼େ ମୋଦ ଭରି ଗୋଦାନ୍ୟ ପୁଣ୍ୟ ଫଳ ପାଇ ଏଥିରେ ତିଳେ ଆନ ନାହିଁ ଗୀତା ତ୍ରିଭାଗୁ ଏକ ଭାଗ ପଢ଼ିଲେ ଲବେ ସୋମଯୋଗ ଛଭାଗୁ ଭାଗେ ପଢ଼ିଲେ ଚନ୍ଦ୍ରଲୋକକୁ ଯାଏ ଭଲେ ଜନ୍ମେ ପର୍ଯ୍ୟନ୍ତ ତହିଁ ରହି ଏଥିରେ କିଛି ଆନ ନାହିଁ ଯେ ଗୀତା ପଢ଼େ ଅଧ୍ୟାୟକ ସେ ବସେ ଯାଇ ରୁଦ୍ରଲୋକ ଯେ ଅର୍ଦ୍ଧ ଅଧ୍ୟାୟ ପଢ଼ଇ ମନନ୍ତ ସୂର୍ଯ୍ୟଲୋକ ଯାଇ ଯେ ଗୀତା ମଧ୍ୟ 10 ଗୋଟି କିବା 7ଟି 5 ଗୋଟି 4ଟି 3ଟି 2ଟି ଗୋଟିଏ ଅବା ଅର୍ଦ୍ଧ ଗୋଟି ସେ ଲୋକ ଅୟୁତ ବରସ ଇନ୍ଦ୍ରଲୋକରେ କରେ ବାସ ଯେ ଗୀତା ମଧୁ ଏକ ପାଦ ପଢ଼େ ପାଏ ପରମ ପଦ ଯେ ଗୀତା ପଢ଼ଇ ଶୁଣଇ ମହାପାପରୁ ମୁକ୍ତ ହୋଇ ଯେ ସଦା ଗୀତା ହସ୍ତେ ଧରେ ବୈକୁଣ୍ଠ ମିଳେ ତା ଭାଗ୍ୟରେ ବିଷ୍ଣୁଙ୍କ ପାର୍ଷଦ ହୁଅଇ ମୋର ଭାବରେ ମଜିଥାଇ ଯେ ଲୋକ ଯିବା ସମୟରେ ଗୀତାକୁ ଅଧ୍ୟାୟ କର୍ଣ୍ଣରେ ଶୁଣଇ ମୁକ୍ତି ସେ ଲଭଇ ଏଥେ ସନ୍ଦେହ କିଛି ନାହିଁ ଯେ ଯାହା କାମନା କରଇ ଗୀତା ପାଠେ ସଫଳ ହୋଇ ପିତୃ ସାଧେ ଗୀତାକୁ ଯେହି ପଢ଼େ ଭକ୍ତିରେ ମନ ଦେଇ ସନ୍ତୋଷେ ଚିତ୍ତେ ପିତୃଗଣ ପୁତ୍ରକୁ କରନ୍ତି କଲ୍ୟାଣ ଗୀତା ପୁସ୍ତକ ଦେଲେ ଦାନ ଧେନୁ ଦାନ ଫଳେ ସମାନ ଗୀତା ପୁସ୍ତକ ସୁବର୍ଣ୍ଣରେ ମଣ୍ଡିଣ ଯେଉଁ ଦାନ କରେ ତାହାର ପୁନଃଜନ୍ମ ନାହିଁ ଶ୍ରୀକୃଷ୍ଣ ବାକ୍ୟ ଏ ଅଟଇ ଯେ ବଣ ଲୋକ ଏକ ଶତ ଗୀତା ପୁସ୍ତକ କରେ ଦତ ଯେ ବଣ ଲୋକ ଏକ ଶତ ଗୀତା ପୁସ୍ତକ କରେ ଦତ ବ୍ରହ୍ମପୁରକୁ ସେହି ଯାଏ ଆଉ ସଂସାରେ ଜନ୍ମ ନୁହେଁ ଗୀତା ଦାନରେ ବିଷ୍ଣୁପୁରେ ରହେ ବିଷ୍ଣୁଙ୍କ ଗହଣରେ ଯେ ଗୀତା ଶୁଣି କରେ ଦାନ ତାଠାରେ ତୋଷ ଭଗବାନ ଅଭୀଷ୍ଟ ପୂରଣ କରନ୍ତି ଯେ ଲୋକ ସେ ଲୋକ ପାଏ ସଦଗତି ସଂସାରେ ଜନ୍ମିଣ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଜନ ଗୀତାମୃତକୁ ନ ପିଅନ୍ତି ଅନ୍ତିମେ ପାନ୍ତି ଅଧୋଗତି ସଂସାର ଦୁଃଖକୁ ନାଶନେ ତାତହୁଁ ଜ୍ଞାନ ନାହିଁ ଆନେ ଜନକ ଆଦି ଋଷିଗଣ ଗୀତାକୁ ଆଶ୍ରୟ କରିଣ
ମହାପାପକୁ ବିନାଶିଲେ ସିଦ୍ଧଙ୍କ ମଧ୍ୟ ଗଣା ହେଲେ। ଗୀତାର ମହିମାଏ ମନ୍ତ ପଠନେ ଜ୍ଞାନ ହୁଏ ଜାତ। ସେ ଜ୍ଞାନ ବଳେ ବ୍ରହ୍ମପଦ ପାଇଣ ହୁଅନ୍ତି ଯେ ମୋଦ। ନ ପଢ଼େ ଗର୍ବେ ଗୀତା ଅର୍ଥ ନ ମାନେ ଗର୍ବେ ହୋଇ ମତ। କୁମ୍ଭୀପା କରେ କଳ୍ପ ଯାଏ ପଡ଼ିଣ କଷ୍ଟ ଭୋଗୁଥାଏ। ଗୀତା ବଚନ ଯେ ନିନ୍ଦଇ ଶୁକର ଯୋନି ସେ ଲଭଇ। ଯେ ଗୀତା ଚୋରି କରି ନେଇ ଗୀତା ପାଠ ତା ବୃଥା ହୋଇ। ଯେ ଗୀତା ଅର୍ଥ ନ ଜାଣିଣ ପରମାର୍ଥରେ ଦିଏ ମନ। ପାଗଳ ପରାଏ ତ ସେହି କୌଣସି ଫଳ ପାଏ ନାହିଁ। ଗୀତାକୁ ଶୁଣି ଯେଉଁ ଜନ ସୁବର୍ଣ୍ଣ ପଟ ବସ୍ତ୍ରମାନ। ଯେ ଜନ ଦେଇ କରେ ଦାନ ପରମାତ୍ମା ହୁଅନ୍ତି ପ୍ରସନ୍ନ। ଯେ ଗୀତା କହି ନ ବୁଝାଇ ତାହାକୁ ଅନ୍ନ ବସ୍ତ୍ର ଦେଇ। ତୋଷ କରିଲେ ନାରାୟଣ ସନ୍ତୋଷ ଜାତ ହୁଏ ଜାଣ। ଯେ ପଢ଼େ ଗୀତା ମହାତ୍ମାକୁ ପାଏ ସର୍ବମୋକ୍ଷ ଫଳକୁ। ଗୀତା ମହାତ୍ମ ଯେଉଁ ଜନ ହେଳାରେ ନ କରେ ପଠନ। ବୃଥା ତାହାର ପରିଶ୍ରମ କହନ୍ତି ଶ୍ରୀ ପୁରୁଷୋତ୍ତମ। ଯେ ଗୀତା ମହାତ୍ମ ସହିତ ପାଠ କରଇ ଶ୍ରଦ୍ଧା ନିତ୍ୟ। ମହାତ୍ମ ସହ ଗୀତା ଶୁଣେ ଉଭୟ ଧର୍ମ ପ୍ରଭାବେଣ। ପରମ ଗତିକୁ ଲଭନ୍ତି ଅକ୍ଷୟ ସୁଖ ଭୋଗୁଥାନ୍ତି। ଗୀତା ମହାତ୍ମ ସହ ଅର୍ଥ ଯେ ପଢ଼େ ଶୁଣେ ସେ କୃତାର୍ଥ। ଅସୀମ ପୁଣ୍ୟ ଫଳ ତାର ସର୍ବଦା ସୁଖୀ ସେଉ ନର। ଏ ଗୀତା ମହାତ୍ମର ଅର୍ଥ ସୁଜନ ଜନଙ୍କ ନିମିତ୍ତ। କହିଲି ଦୋଷ ମନ ଧର ହେ ବାସୁଦେବ ପରାତ୍ପର। କହିଲି ଦୋଷ ମନ ଧର ହେ ବାସୁଦେବ ପରାତ୍ପର। ଓಂ ନମୋ ଭଗବତେ ବାସୁଦେବାୟ। ଓଂ ଭୀମସ୍ୟାପି ରଣଭଙ୍ଗ ମୁନିରପି ମତିଭ୍ରମ। ଯଦି ସୁଧଂ ମସୁଧଂ ବା ମମ ଦୋଷ ନ ବିଦ୍ୟତେ। ଓଂ ସ୍ୱସ୍ତି ପ୍ରଜାभ्य ପରିପାଳୟन्तु ନ୍ୟାୟेन ମାର୍ଗେଣ ମୟି ମହିଷା ଗୋବ୍ରାହ୍ମଣभ्य ଶୁଭମस्तु। ଲୋକାଃ ସମସ୍ତାଃ ସୁଖିନୋ ଭବन्तु। ଓଂ କାଳେ ବସତୁ ପର୍ଯ୍ୟନା ପୃଥିବୀ ଶସ୍ୟଶାଳିନୀ। ଦେଶୟ କ୍ଷୟରହିତ ବ୍ରାହ୍ମଣ ସନ୍ତୁ ନିର୍ଭୟା। ଓଂ ଅସତମା ସଦ୍ଗମୟ ତମସୋ ମା ଜ୍ୟୋତିର୍ଗମୟ। ମୃତ୍ୟୁମାମୃତଗମୟ। ଓଂ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ଓଂ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତି ଭବନ୍ତୁ। ଓଂ ନମଃ ପାର୍ବତପତये ହର ହର ମହାଦେବ। ଜୟ ଶ୍ରୀ ମହାକାଳ।